ତାଙ୍କର ଯେଉଁ ଦୁଇଟା ରାଲି କରିଥିଲେ ଏବେ ଭୁବନେଶ୍ୱର ଏବଂ ସମ୍ବଲପୁରରେ, ସେ ର୍ୟାଲିରୁ ତାଙ୍କର କେତେ ଶକ୍ତି ଅଛି, କେତେ ସାମର୍ଥ୍ୟ ଅଛି ଏବଂ ଭବିଷ୍ୟତର ତାଙ୍କର ପାର୍ଟି କେତେ ଗ୍ରହଣୀୟ ହେବ ତା ପ୍ରମାଣିତ ହୋଇଯାଇଛି। ତ ସେମାନେ ଯେମିତି ବେଲ ପାଚିଲେ କାଉର କିଛି ଲାଭ ନାହିଁ, କେଉଁ ଜାଗାରେ କ'ଣ ହେଲେ ବି କଂଗ୍ରେସର କିଛି ଲାଭ ନାହିଁ, କଂଗ୍ରେସକୁ ଓଡ଼ିଶାବାସୀ ଗ୍ରହଣ କରିବାର ସ୍ଥିତିରେ ନାହିଁ। ଦୁଇରେ ଯେଉଁ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ଆଇଲେ, ୟା ଦ୍ୱାରା ସେମାନେ ଖୁସି ହେଉଥାଇପାରନ୍ତି। ମୁଁ କୌଣସି ତାଙ୍କର ରାଜନୀତିକ ସେ MP ଥିଲେ ନା MLA ଥିଲେ ନା, ରାଜନୀତିକ ଯୋଗ୍ୟତା ନା ଦକ୍ଷତା କ'ଣ ଅଛି ତାଙ୍କର ଯେ ସେ ଭଲ ଫଳାଫଳ କରିବେ, ଓଡ଼ିଶାର 30ଟା ଜିଲ୍ଲାର ନାଁ ଧରିପାରିବେନି। ତ ଏସବୁ କଥା ଗୁଡ଼ାକ କେବଳ ଗୋଟେ ପ୍ରହଳିକା ଖାଲି ସୃଷ୍ଟି କରୁଛନ୍ତି, କିଛି ଏଥିରେ କିଛି ଲାଭ ନାହିଁ। ଆଉ ରହିଲା ବିଜେପିର କଥା, ବିଜେପିରେ ଆମେ ଯେଉଁ ଜିନିଷ କହିଛୁ ତା ଗୋଟେ ପରେ ଗୋଟେ ଆମେ କରିଯାଉଛୁ ଏବଂ ଆମେ 5 ବର୍ଷ ପରେ ଆମେ ଯେଉଁ ନିର୍ବାଚନ ଇସ୍ତାହାର ଦେଇଥିଲୁ ସେ ନିର୍ବାଚନ ଇସ୍ତାହାରକୁ ଆମେ ପୁରାପୁରି କାର୍ଯ୍ୟକାରୀ କରିବୁ। ତ ରାଜ୍ୟସଭାରେ ବିଜେଡ଼ି ସହିତ ନିର୍ବାଚନ ବୁଝାମଣା କରିନଥିଲୁ ନା, କଂଗ୍ରେସ ବାଲା କରିଥିଲେ। ତ ଆମେ ସେ ଯେମିତି କହିଲେ, ତ ତାଙ୍କର ଯେଉଁ ଚାରିତ୍ରିକ ଜିନିଷ ଦେଖାଯାଉଛି, ସବୁ ଅଣ ବିଜେପି ଦଳ ଯେଉଁମାନେ ବିଜେପି ବିରୁଦ୍ଧରେ ଅଛନ୍ତି ସମସ୍ତେ ଏକଜୁଟ ସେ ଇଣ୍ଡିଆ ଗଠବନ୍ଧନ କରିବେ କି କ'ଣ କରିବେ ସେମାନେ ନିଷ୍ପତ୍ତି କରିବେ। ଆମେ ତ କାହା ସହିତ ଯିବାର ନାହିଁ ନା, ଆମେ ତ ଅଛୁ, ଆମେ ଏକୁଟିଆ ଜିତିଛୁ। ଏକୁଟିଆ ଯଦି ଆମେ ଜିତିପାରିବୁ ତାହେଲେ ଅନ୍ୟ ସାହାଯ୍ୟ ନେବାର ଆମର କ'ଣ ଆବଶ୍ୟକ।